ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ ୟୁକେ ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ ୱେଲ୍ସ ଅଷ୍ଟ୍ରେଲିଆକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆନୁଷ୍ଠାନିକ ଭାବେ ଲେଟର ଅଫ୍ ଆପ୍ରୁଭାଲ ହସ୍ତାନ୍ତର କରିଛନ୍ତି। प्रधानमंत्री नरेंद्र मोदी मार्गदर्शन प्रणीत जातीय शिक्षा नीतिर दूरदृष्टि को साकार करी भारत आज विश्वर अग्रणी विश्वविद्यालय गुड़ी को निज आड़ को आकर्षित करुछि। एही विश्वस्तरीय सहभागिता आमर आगामी पीढ़ीर गवेषक, शिक्षाविद एवं नवसृजनकारी मानकु एक नुआ दिग्दर्शन देव। ଏହି ତିନୋଟି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ି ହେବା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ଦେଶରେ ରହି ବିଶ୍ୱସ୍ତରୀୟ ଶିକ୍ଷା ଗ୍ରହଣ କରିପାରିବେ। ଏହି ଅନୁଷ୍ଠାନଗୁଡ଼ିକ ନିଜର ବୈଜ୍ଞାନିକ ଅନୁସନ୍ଧାନ, ଆନ୍ତଃଶୃଙ୍ଖଳିତ ଶିକ୍ଷା ଏବଂ ଏକାଡେମିକ୍ ଦକ୍ଷତା ମାଧ୍ୟମରେ ଭାରତର ଶିକ୍ଷା ଓ ଶିଳ୍ପ ଜଗତ ସହ ମିଶି ଦୃଢ଼ ସହଯୋଗ ସ୍ଥାପନ କରିବେ। ଏହି ପଦକ୍ଷେପ ଭାରତକୁ ବିଶ୍ୱର ଏକ ପ୍ରମୁଖ ଜ୍ଞାନ, ଶିକ୍ଷା ଏବଂ ଇନୋଭେସନ୍ ହବ୍ ଭାବରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ। ଶିକ୍ଷା ମନ୍ତ୍ରଣାଳୟ ଏହି ସମସ୍ତ ଗ୍ଲୋବାଲ ପାର୍ଟନରସିପ୍କୁ ସ୍ୱାଗତ କରିବା ସହ ଭାରତରେ ଶିକ୍ଷାର ମାନକୁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।